Welcome to Mission IM. ଏଇଟା ଆମ ମଡର୍ନ ହିଷ୍ଟ୍ରି ସିରିଜର ଲେକ୍ଚର 01। ନମସ୍କାର। ଆମେ ଓଡ଼ିଶାର ପ୍ରାଚୀନ ଆଉ ମଧ୍ୟଯୁଗୀୟ ଇତିହାସ ବିଷୟରେ ଆଲୋଚନା ସାରିଦେଇଛୁ। ଆଜିଠୁ ଆମେ ଗୋଟେ ନୂଆ ସିରିଜ ଆରମ୍ଭ କରୁଛୁ। ହଁ, ଆଧୁନିକ ଇତିହାସ ଆଉ ଏହାର ଆରମ୍ଭ ହେଉଛି ୟୁରୋପୀୟମାନଙ୍କର ଆଗମନରୁ। ଠିକ୍। ତେବେ ଚାଲନ୍ତୁ ସିଧା ବିଷୟ ଭିତରକୁ ଯିବା। କେମିତି ଗୋଟେ ମଧ୍ୟଯୁଗୀୟ ରାଜ୍ୟ ହଠାତ୍ ଗୋଟେ ଗ୍ଲୋବାଲ ମାର୍କେଟ ପ୍ଲେସ୍ ବା ବିଶ୍ୱ ବଜାରରେ ପରିଣତ ହୋଇଗଲା। ଏହା ପଛର କାରଣ କ'ଣ ଥିଲା? କାରଣଟା ବହୁତ ଇଣ୍ଟରେଷ୍ଟିଂ। ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶାର ବାଣିଜ୍ୟିକ ସମ୍ପଦ, ଯାହାକୁ ସେତେବେଳେ କୁହାଯାଉଥିଲା ଟ୍ରେଜର୍ସ ଅଫ୍ ଟ୍ରେଡ୍। ଟ୍ରେଜର୍ସ ଅଫ୍ ଟ୍ରେଡ୍। ଏଥିରେ କ'ଣ ସୁନା, ହୀରା ଏମିତି କିଛି ଥିଲା? ନା, ସେମିତି କିଛି ନୁହେଁ। ଏହା ଥିଲା ଆମର ବସ୍ତ୍ର, କଟନ୍ ଆଉ ସିଲ୍କ, କପା ଆଉ ରେଶମ। କେବଳ କପଡ଼ା ପାଇଁ ୟୁରୋପରୁ ଏତେ ବାଟ? ଏଇଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ହଁ, କିନ୍ତୁ ଏଗୁଡ଼ାକ ସାଧାରଣ କପଡ଼ା ନଥିଲା। ଆମେ କଥା ହେଉଛେ କ୍ୟାଲିକୋ ଆଉ ମଲମଲ ଭଳି ସୂକ୍ଷ୍ମ ବସ୍ତ୍ର ବିଷୟରେ। ୟୁରୋପର ଧନୀ ଲୋକଙ୍କ ପାଇଁ ଏହା ଏକ ଷ୍ଟାଟସ୍ ସିମ୍ବଲ ଥିଲା। ଇସେସ୍ ମସଲା ଆଉ ସେସାମି ବା ରାଶିର ବି ବହୁତ ଚାହିଦା ଥିଲା। ତେବେ ଏହା ଏକ ପୁରା ପ୍ୟାକେଜ୍ ଥିଲା। ବିଲକୁଲ। କିନ୍ତୁ ଗୋଟେ କଥା ମନେ ରଖିବା ଦରକାର, ସେମାନେ ଯେତେବେଳେ ଆସିଲେ ସେମାନଙ୍କ ଉଦ୍ଦେଶ୍ୟ ସାମ୍ରାଜ୍ୟ ବିସ୍ତାର କରିବା ନଥିଲା। ସେମାନେ କେବଳ ବ୍ୟବସାୟୀ ଥିଲେ। ହଁ, କେବଳ ବ୍ୟବସାୟୀ। ଲାଭ ଖୋଜିବାକୁ ଆସିଥିଲେ, ଶାସନ କରିବାକୁ ନୁହେଁ। ତେବେ ଏହି ବାଣିଜ୍ୟ ଦୌଡ଼ରେ ପ୍ରଥମେ କିଏ ପହଞ୍ଚିଲା? ଏଥିରେ ପ୍ରଥମ ଥିଲେ ପର୍ତ୍ତୁଗୀଜମାନେ। ସେମାନେ ସେତେବେଳେ ସମୁଦ୍ରରେ ସବୁଠୁ ଶକ୍ତିଶାଳୀ ଥିଲେ। କେବେ ଆସିଲେ ସେମାନେ? 1514 ମସିହାରେ। ସେମାନେ ହିଁ ପ୍ରଥମ ୟୁରୋପୀୟ ଶକ୍ତି ଭାବେ ଓଡ଼ିଶାରେ ପାଦ ଦେଇଥିଲେ। 1514 ବାବର ଭାରତ ଆସିବାର ବି ବହୁତ ଆଗରୁ। ଆଶ୍ଚର୍ଯ୍ୟଜନକ। ସେମାନେ କେଉଁଠି ନିଜର ବେସ୍ ବନେଇଲେ? ସେମାନେ ବାଛିଥିଲେ ପିପ୍ଲିକୁ। ସୁବର୍ଣ୍ଣରେଖା ନଦୀ ମୁହାଣରେ ଏହା ଗୋଟେ ବହୁତ ଭଲ ଜାଗା ଥିଲା। ଜାହାଜ ଚଳାଚଳ ପାଇଁ ବହୁତ ସୁବିଧା ଥିଲା। ଆଉ ସେଠାରେ ସେମାନେ ନିଜର ପ୍ରଥମ ବାଣିଜ୍ୟ କେନ୍ଦ୍ର ଖୋଲିଲେ? ହଁ, ଆଉ ପ୍ରାୟ 1615 ପର୍ଯ୍ୟନ୍ତ 100 ବର୍ଷରୁ ଅଧିକ ସମୟ ସେମାନଙ୍କର ଏକଛାଟିଆ ଅଧିକାର ଥିଲା ସେଠି। ଏହି ସମୟରେ ଫ୍ୟାକ୍ଟ୍ରି ଶବ୍ଦଟା ବହୁତ ବ୍ୟବହାର ହେଉଥିଲା। ଏହାର ଅର୍ଥଟା ଟିକେ ବୁଝେଇଦେଲେ ଭଲ ହୁଅନ୍ତା। ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ଫ୍ୟାକ୍ଟ୍ରି କାରଖାନା, କିନ୍ତୁ ସେତେବେଳେ ଏମିତି ନଥିଲା। ତେବେ କ'ଣ ଥିଲା? ଏହା ଥିଲା ଏକ ଟ୍ରେଡିଂ ପୋଷ୍ଟ ବା ଗୋଦାମ, ଯେଉଁଠି କମ୍ପାନୀର ଏଜେଣ୍ଟମାନେ, ଯାହାଙ୍କୁ ଫ୍ୟାକ୍ଟର୍ସ କୁହାଯାଉଥିଲା, ସେମାନେ ରହୁଥିଲେ। ଓହୋ, ସେମାନେ ସ୍ଥାନୀୟ ବଜାରରୁ ଜିନିଷ କିଣି ସେଠି ଜମା କରୁଥିଲେ। ହଁ, ଆଉ ଜାହାଜ ଆସିଲେ ସେଗୁଡ଼ିକୁ ୟୁରୋପ ପଠାଉଥିଲେ। ଏହା ଗୋଟେ ଅଫିସ୍ କମ୍ ଗୋଦାମ ଭଳି ଥିଲା। ପିପ୍ଲି କେତେ ପୁରୁଣା ଆଡା ଥିଲା, ଏହାର ଗୋଟେ ପ୍ରମାଣ ମିଳେ। 1633ରେ ଥମସ୍ କଲି ନାମକ ଜଣେ ଇଂରେଜ ଅଧିକାରୀ ପିପ୍ଲିକୁ ପର୍ତ୍ତୁଗୀଜମାନଙ୍କର ଆନ୍ସିଏଣ୍ଟ ରଣ୍ଡେଭୁ ବୋଲି କହିଥିଲେ। ବିଲକୁଲ। ଭାବନ୍ତୁ, 1633ରେ ଜଣେ ଇଂରେଜ ଏହାକୁ ପ୍ରାଚୀନ କହୁଛି। ଏଥିରୁ ହିଁ ସେମାନଙ୍କର ଉପସ୍ଥିତି କେତେ ଗଭୀର ଥିଲା ତାହା ଜଣାପଡ଼େ। କିନ୍ତୁ କୌଣସି ଏକଛାଟିଆ ଅଧିକାର ବେଶୀ ଦିନ ରହେନା ନା? ନା, ଆଦୌ ନୁହେଁ। ଯେଉଁଠି ଏତେ ଲାଭ, ସେଟାକୁ ପ୍ରତିଯୋଗୀ ତ ଆସିବେ ହିଁ ଆସିବେ। ଆଉ ସେମାନେ ଥିଲେ ଡଚ୍ ଆଉ ବ୍ରିଟିଶ। ହଁ, 1620 ଦଶକରୁ ଡଚ୍ମାନେ ଓଡ଼ିଶା ଉପକୂଳରେ ସୁଯୋଗ ଖୋଜିବା ଆରମ୍ଭ କରିଦେଇଥିଲେ। ସେମାନେ ବି ପିପ୍ଲିକୁ ଗଲେ? ହଁ, ପ୍ରଥମେ ସେମାନେ ପିପ୍ଲିରେ ହିଁ କେନ୍ଦ୍ର ଖୋଲିଥିଲେ। କିନ୍ତୁ ସେମାନେ ବହୁତ ଚାଲାକ ଥିଲେ। ସେମାନେ ଶୀଘ୍ର ବୁଝିଗଲେ ଯେ ପିପ୍ଲିର ଭବିଷ୍ୟତ ଭଲ ନାହିଁ। କାହିଁକି? ଏମିତି କ'ଣ ଦେଖିଲେ ସେମାନେ? ସେମାନେ ଦେଖିଲେ ଯେ ସୁବର୍ଣ୍ଣରେଖା ନଦୀ ମୁହାଣ ଧୀରେ ଧୀରେ ପଟୁମାଟିରେ ପୋତି ହୋଇଯାଉଛି। ବଡ଼ ଜାହାଜ ପାଇଁ ଏହା ଆଉ ସୁବିଧାଜନକ ନଥିଲା। ଓ, ତେଣୁ ସେମାନେ ଗୋଟେ ନୂଆ ଜାଗା ଖୋଜିଲେ? ହଁ, ଆଉ ସେମାନଙ୍କର ନଜର ପଡ଼ିଲା ବାଲେଶ୍ୱର ଉପରେ। ଆଉ ଠିକ୍ ସେତିକିବେଳେ ମଞ୍ଚ ଉପରକୁ ଆସିଲେ ସବୁଠୁ ବଡ଼ ଖେଳାଳି, ଇଂଲିଶ ଇଷ୍ଟ ଇଣ୍ଡିଆ କମ୍ପାନୀ। ହଁ, ଆଉ ସେହି ଗୋଟିଏ ବର୍ଷ 1633, ଏହି ବର୍ଷଟା ଓଡ଼ିଶା ଇତିହାସରେ ଗୋଟେ ଟର୍ଣ୍ଣିଂ ପଏଣ୍ଟ। 1633 କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? କାରଣ ସେହି ବର୍ଷ ଡଚ୍ମାନେ ନିଜକୁ ସୁଦୃଢ଼ କଲେ, ଆଉ ଠିକ୍ ସେହି ବର୍ଷ ହିଁ ଇଂରେଜମାନେ ଓଡ଼ିଶାରେ ପହଞ୍ଚିଗଲେ। ଗୋଟିଏ ବର୍ଷରେ ଖେଳଟା ପୁରା ବଦଳିଗଲା। ତେବେ ଇଂରେଜମାନେ ସିଧା ବାଲେଶ୍ୱର ଗଲେ? ନା, ସେମାନେ ପ୍ରଥମେ ଗଲେ ହରିହରପୁର, ଆଜିକାଲିର ଜଗତସିଂହପୁର ପାଖରେ। ସେଠି ସେମାନେ ନିଜର ପ୍ରଥମ ଫ୍ୟାକ୍ଟ୍ରି ଖୋଲିଲେ। କିନ୍ତୁ ସେମାନେ ବି ବାଲେଶ୍ୱରର ଗୁରୁତ୍ୱ ବୁଝିପାରିଥିବେ। ନିଶ୍ଚୟ। ଖୁବ୍ ଶୀଘ୍ର ସେମାନେ ବାଲେଶ୍ୱରରେ ନିଜର ଦ୍ୱିତୀୟ ଫ୍ୟାକ୍ଟ୍ରି ଖୋଲିଲେ। ତେବେ ଏବେ ମଞ୍ଚରେ 3 ଜଣ ପର୍ତ୍ତୁଗୀଜ, ଡଚ୍ ଆଉ ବ୍ରିଟିଶ। ଏହା ଆହୁରି ଜଟିଳ ହେବାକୁ ଯାଉଥିଲା, କାରଣ ଆଉ କିଛି ଛୋଟ ଖେଳାଳି ବି ଆସିଲେ। ଆପଣ ଡେନିସ୍ ଆଉ ଫରାସୀମାନଙ୍କ କଥା କହୁଛନ୍ତି ନା?
ଇଂରେଜମାନେ ଆସିବାର ମାତ୍ର 3 ବର୍ଷ ପରେ 1636ରେ ଡେନିସମାନେ ବାଲେଶ୍ୱରରେ ପହଞ୍ଚିଗଲେ। କିନ୍ତୁ ସେମାନେ ବେଶୀ ସଫଳ ହୋଇପାରିଲେନି ବୋଧେ। ନା, ସେମାନେ ବିଫଳ ହେଲେ। ଗୋଟେ କାରଣ ଥିଲା, ସେମାନଙ୍କୁ ନିଜ ଦେଶର ସରକାରଙ୍କଠାରୁ ସମର୍ଥନ ମିଳୁନଥିଲା, ଆଉ ସ୍ଥାନୀୟ ଅଧିକାରୀଙ୍କ ସହ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ତାମାନେ ସେମାନେ ପ୍ରତିଯୋଗିତାରୁ ବାହାରିଗଲେ। ହଁ, ଧୀରେ ଧୀରେ। ଆଉ ଶେଷରେ ଆସିଲେ ଫରାସୀମାନେ। ଏ କଦମ ଶେଷରେ ସେମାନଙ୍କ ଜାହାଜ ଫ୍ଲାମେଣ୍ଡ 1673ରେ ବାଲେଶ୍ୱରରେ ପହଞ୍ଚିଲା। 1673। କିନ୍ତୁ ସେମାନଙ୍କ କାହାଣୀଟା ଟିକେ ମଜେଦାର। ସେମାନେ ପହଞ୍ଚିଲେ 1673ରେ, ହେଲେ ନିଜର ଫ୍ୟାକ୍ଟ୍ରି ତିଆରି କଲେ 1687ରେ। 14 ବର୍ଷ ଲାଗିଗଲା। କାହିଁକି ଏତେ ଡେରି? ମୁଖ୍ୟତଃ ପ୍ରଶାସନିକ ସମସ୍ୟା। ମୋଗଲ ଦରବାରରୁ ଅନୁମତି ପାଇବା ପାଇଁ ବହୁତ ସମୟ ଲାଗିଗଲା। ଏଥିରୁ ଜଣାପଡ଼ୁଛି ସେତେବେଳେ ବ୍ୟବସାୟ କରିବା କେତେ କଷ୍ଟ ଥିଲା। ବା, ତେବେ 1700 ଶତାବ୍ଦୀର ଶେଷ ବେଳକୁ ଚିତ୍ରଟା ପୁରା ସ୍ପଷ୍ଟ। ବାଲେଶ୍ୱର ଏକ ଆନ୍ତର୍ଜାତୀୟ କେନ୍ଦ୍ରରେ ପରିଣତ ହୋଇସାରିଥିଲା। କେବଳ କେନ୍ଦ୍ର ନୁହେଁ, ଏକ କସ୍ମୋପଲିଟନ୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ ହବ୍। ମୁଁ ଚାହୁଁଛି ଆମେ ସେ ଦୃଶ୍ୟକୁ ଟିକେ କଳ୍ପନା କରିବା। ଧରାଯାଉ 1680 ମସିହାରେ ଜଣେ ବାଲେଶ୍ୱର ବନ୍ଦରରେ ଛିଡ଼ା ହୋଇଛି। ସେ କ'ଣ ଦେଖିବ? ବହୁତ ଭଲ ପ୍ରଶ୍ନ। ସେ ଦେଖିବ ଯେ ବନ୍ଦରରେ ଧାଡ଼ି ହୋଇ ବ୍ରିଟିଶ, ଡଚ୍, ଫରାସୀ ଜାହାଜ ଲାଗିଛି। ସବୁଥିରେ ଅଲଗା ଅଲଗା ପତାକା ଉଡ଼ୁଛି। ଆଉ ବଜାରରେ? ବଜାରରେ ଓଡ଼ିଆ ସହିତ ଇଂରେଜୀ, ଡଚ୍, ଫରାସୀ, ପର୍ତ୍ତୁଗୀଜ ଭାଷା ଶୁଣିବାକୁ ମିଳିବ। ଗୋଟେ ପଟେ ସୂତା, ରେଶମର ଗଦା, ଅନ୍ୟପଟେ ୟୁରୋପରୁ ଆସିଥିବା ସାମଗ୍ରୀ। ଆଉ ସହର ଭିତରେ ଗୋଟିଏ ଜାଗାରେ ଡଚ୍ ଫ୍ୟାକ୍ଟ୍ରି, ବ୍ରିଟିଶ ଫ୍ୟାକ୍ଟ୍ରି, ଡେନିଶ ଫ୍ୟାକ୍ଟ୍ରି। ଏହା ଏକ ଅଦ୍ଭୁତ ଦୃଶ୍ୟ ହୋଇଥିବ। ବିଲକୁଲ। ଏହା କେବଳ ବାଣିଜ୍ୟର କେନ୍ଦ୍ର ନଥିଲା, ଏହା ସଂସ୍କୃତିର ମିଳନସ୍ଥଳ ବି ଥିଲା। କିନ୍ତୁ ଏହି ଚାକଚକ୍ୟ ପଛରେ ଭୟଙ୍କର ପ୍ରତିଯୋଗିତା ବି ଥିଲା। ସମସ୍ତେ ସମସ୍ତଙ୍କୁ ପଛରେ ପକାଇବାକୁ ଚେଷ୍ଟା କରୁଥିଲେ। ହଁ, ଏହା ବାଣିଜ୍ୟ ପାଇଁ ଗୋଟେ ଆନ୍ତର୍ଜାତୀୟ ରଣକ୍ଷେତ୍ର ଥିଲା। ବାଣିଜ୍ୟରୁ ସାମ୍ରାଜ୍ୟ ପର୍ଯ୍ୟନ୍ତ ଯାତ୍ରା ପାଇଁ ମଞ୍ଚ ପୁରା ପ୍ରସ୍ତୁତ ହୋଇସାରିଥିଲା। The traders have arrived. ବ୍ୟବସାୟୀମାନେ ତ ପହଞ୍ଚିଗଲେ। ବଟ୍ ହାଉ ଡୁ ଦେ ବିକମ୍ ରୁଲର୍ସ? କିନ୍ତୁ ସେମାନେ ଶାସକ କେମିତି ହେବେ? ଏହା ହିଁ ସବୁଠୁ ବଡ଼ ପ୍ରଶ୍ନ। ଆଉ ଏହି ପ୍ରତିଯୋଗିତାରେ ଶେଷରେ କିଏ ଜିତିବ ଆଉ କେମିତି ଜିତିବ? ସେ ବିଷୟରେ ଆମେ ଆମର ପରବର୍ତ୍ତୀ ଆଲୋଚନାରେ କଥା ହେବା। In the next class, we will discuss the British conquest of Odisha.